ଛୋଟ କୁକୁର ଛୁଆକୁ ମାଡ଼ ମାରିବା ନେଇ ହୋଇଛି ମହାଭାରତ। ବଡ଼ ଭାଇର ତେଣ୍ଟା ମାଡ଼ରେ ସାନ ଭାଇ ଗୁରୁତର ଆଉ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ। ତେବେ ଉକ୍ତ ଘଟଣାକୁ 3 ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଘଟଣାରେ ହସ୍ତକ୍ଷେପ କରିଛନ୍ତି ମାନବ ଅଧିକାର କର୍ମୀ। ତେବେ ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ଅଧୀନସ୍ଥ ଦେବରାଳ ଗାଁର ରାଜକିଶୋର ଦାସଙ୍କୁ ତାଙ୍କ ବଡ଼ ଭାଇ ବ୍ରଜକିଶୋର ଦାସ ପୂର୍ବ ଶତ୍ରୁତା ଏବଂ ବ୍ରଜକିଶୋରଙ୍କ ଝିଅ ଇତିଶ୍ରୀ ଦାସ ପାଳିଥିବା ଏକ ଛୋଟିଆ କୁକୁର ଛୁଆକୁ ରାଜକିଶୋର ମାଡ଼ ମାରିଥିଲେ, ଯାହାର ପ୍ରତିବାଦ କରିଥିଲେ ଇତିଶ୍ରୀ। ରାଜକିଶୋର କୁକୁର ଛୁଆକୁ ଛାଡ଼ି ଇତିଶ୍ରୀଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ଇତିଶ୍ରୀଙ୍କ ମା ଲକ୍ଷ୍ମୀପ୍ରିୟା ଦାସ। ଦୋଳ ଦିନ ଘଟଣା କ'ଣ, এটা কুকুর ছুয়া ଥିଲା ତାଙ୍କର କୁକୁର ବଡ଼ କୁକୁର ରଖିଥିଲାନି। ସେ ଛୁଆ ଦେଇଥିଲା, ସବୁ ମରି ଯାଇଥିଲା। 8ଟା ଛୁଆ ଦେଇଥିଲା, ଗୋଟିଏ ଛୁଆ ଥିଲା। ସେ ଛୁଆ ଆସି ଗୋଟିଏ ଏଟା ଚପଲ ଛାଡ଼ି ଦେଇ ଯାଇଛି ମୋଜା ବୁଟ ଗୋଟା, সে আসি সে মোজাটাকে কামড়ে দিলা। তারপর রাজকিশোর দাস আসি তাকে বাড়িলা চেয়ার পকাই। তখন আমরা ভার হয়ে গেলি, সে বড় ভাই বি তার পাটি কলা, তুই কুকুরটাকে কাই পারৌছু। তখন মু দৌড়ে গলি, আমি କ'ଣ পাটি ହେଲା দৌড়ে যেতে বলে চপলটা ছিঁড়ে উঠলা। ମୁଁ କହିଲି ଆଉ କ'ଣ ହେଇଛି, ବୋଲେ ମୋଜାଟା ଦେଖ ମୋଜାଟା ଛିଣ୍ଡେଇ ଦେଇଛି। ଆଲା ଠିକ୍ ଅଛି, ମୋଜା ଯଦି ଛିଣ୍ଡେଇ ଦେଇଛି ତମର ମୁଁ ଦେବି କିନି ଦେବି, ଯାର ମୋଜା ବୋଲେ କିଏ ରଖିଛି, ବୋଲେ ନା ମୁଁ ଦେଇଦେବି ମୋଜାଟାକୁ ଆଉ ଏଇ କହିଗଲା। ତାପରେ କ'ଣ କଲେ ନା, ସିଏ ବୋଲେ ନା ଆଜି ସେ କୁକୁର ଛୁଆଟାকে ମାରିଦେବି ବୋଲେ ଘର ଚାରିପାଖ ବୁଲି 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 ଯେତେବେଳେ ଏଇ ଯେଉଁ ବାଟଟା ଝିଅ ରାସ୍ତା କଡ଼ ସେଇଠି ଆସି ପହଞ୍ଚିଲା। ଆମ ଝିଅ ଗিয়ে চেয়ারটাকে ধরি পকাইলা। যেତେବେଳେ ধরি পকাইলা সেତେବେଳେ ଆମ ଝିଅকে ମାରିଲା। ସେ ରାଜକିଶୋର ଦାସ ଆମର ଯାହା କହିଲା ଇଲୋ ଦୌଡ଼ି ଆସ ମାରିଦେଲା। ଏମିତି ହେଲା ଯେ ମୁଁ আমরা ଘରେ ଭିତରେ ଦୌଡ଼ି ଗଲି, ଯେଉଁ ଠାକୁର ପିଣ୍ଢା କତିରେ ଦୌଡ଼ି ଗিয়ে ଦେଖି ମୁଁ আর ସେଠି ଅନେଇଲିନି କେମିତି ମାରିଛି କେମିତି କ'ଣ। ଆମ ଝିଅ দৌড়ে গলা, আগে তেঁটাটাকে ভার করে ফোপা দেলা। বলে থাকলে না পালা পড়বে এখানে, বলে ফোপা দেলা। ফোপা দিয়ে ମୁଁ କ'ଣ কলি না ଆଉ সিরিয়ারে না অনেই দেখি দেই অনেক দৌড়ে খালি এদের ସମସ୍ତେ জানছে লোক କହିବେନି, ସମସ୍ତେ দৌড়ে আসলি গাঁ এলাকে ডাকি পকাইলে দৌড়ে আসো দৌড়ে আসো দৌড়ে আসো। কে সব কেই নাই, তাও এ ঘরে দৌড়িলি তাকে ঘরে দৌড়িলি এମିତି দৌড়িলি। এ তাকে দৌড়ে দৌড়ে ସମସ୍ତଙ୍କୁ জমা কলি একসাথে, দৌড়ে আসো। এই তো ঘটনা। ତେବେ ଝିଅକୁ ସାନ ଭାଇ ରାଜକିଶୋର ମାଡ଼ ମାରୁଥିବା ଦେଖି ସେଥିରେ ଉତ୍କ୍ଷିପ୍ତ ହୋଇ ବଡ଼ ଭାଇ ବ୍ରଜକିଶୋର ଗୋଟିଏ ତେଣ୍ଟା ଦ୍ୱାରା ସାନ ଭାଇଙ୍କ ଛାତିକୁ ଆକ୍ରମଣ କରିଥିଲେ। ଫଳରେ ସାନ ଭାଇ ଗୁରୁତର ହୋଇ ପ୍ରଥମେ ନିଶ୍ଚିନ୍ତ କୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି। ଏବଂ ଏ ଘଟଣା ପରେ ରାଜକିଶୋରଙ୍କ ସ୍ତ୍ରୀ ଝରଣା ଦାସ ଏ ବାବଦରେ ନେମାଳ ଥାନାରେ ଗତ 3 ତାରିଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଦୋଳ ଦିନ ସେ ଦୋଳ ସମୟ ଗ୍ରହଣ ଲାଗିଥିଲା। ଏତ ଘରେ ସେ ତ ଠାକୁର ଯାଆନ୍ତି, ଲୋକ ଥାଆନ୍ତି ଘରେ ସବୁବେଳେ। ସେଦିନ କେହି ନଥିଲୁ, ଆମେ 3:30ଟା ସମୟ ହେବ ଆମେ ସବୁ ବିଲକୁ ପଳେଇଥିଲୁ। ସିଏ ଘରେ ଏକା ଥିଲେ। ଯେତେବେଳେ 10-15 ମିନିଟ୍ ପରେ ପାଟି ଶୁଗିଲା ପରେ ସେଠୁ ମୁଁ ପିଲାଙ୍କୁ କହିଲି କୁଆଡ଼େ ପାଟି ହେଉଛି। ସେଠୁ ତାପରେ ମୁଁ କାନ ଡେରିଲି, ଘରେ ଆମର ପାଟି ହେଉଛି। ମୁଁ ସେଠୁ ଦୌଡ଼ିକିରି ଆସିଲା ଭିତରେ ମାନେ ଦେଢ଼ଶୁର ବ୍ରଜକିଶୋର ଦାସ, ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଦାସ, ତାଙ୍କ ଝିଅ ଇତ୍ରିଶା, 3 ଜଣ ଯାକ ଗୋଟା ତେଣ୍ଟା ଧରି ସିଏ କାଠ ଫାଳିଆରେ ବାଡ଼ଉଛି, ଇଏ ତେଣ୍ଟାରେ ଭୁସି ଦେଇଚିନି। ମାନେ ଆମେ ଆସିଲା ବେଳକୁ ଆଉ ସେ ଭୁସି ସାରିଲେଣି। ସେଠୁ ତାପରେ ମୁଁ ପାଟି କରି ସେତେବେଳେ ଡାକିଲି, ଲୋକ ସବୁ ଜମା ହେଇଗଲେ। ତାଙ୍କୁ ସେଠୁ ଧରି କରି ବ୍ଲକ ନେଇଗଲେ। ବ୍ଲକରୁ ସେଠୁ ସେ ବ୍ଲକରୁ ତାକୁ ପୁଣି ନେଇଗଲେ କଟକରେ। ଏବେ ସେ ତ ବହୁତ ତାଙ୍କ ଦେହ ଅସୁସ୍ଥ ଜୋରରେ। এই স্থাନରେ ଏଫଆଇଆର ଦେଇଛି। ସେମାନେ ବି କୌଣସି ଆକ୍ସନ୍ ନେଇନାହାନ୍ତି। ସେ ପୂର୍ବ ଶତ୍ରୁତା ସବୁବେଳେ ପାଇଁ 10 ବର୍ଷ ହେଲା ସେ ଛକିଚିନି ମାରିବେ ବୋଲି। ଗାଁ ଲୋକ ସେ ଯେଉଁ ଜମିବାଡ଼ି ସେ ତ ଆମର ନୁହଁ, ଠାକୁରଙ୍କର। ଏମାନେ ରକ୍ଷଣାବେକ୍ଷଣ କରିପାରିଲେନି ବୋଲିକିରି ସେମାନେ ଦାୟିତ୍ୱ ଆଙ୍କୁ ଦେଲେ। ଦାୟିତ୍ୱ ମୋ ସ୍ୱାମୀ ରାଜକିଶୋର ଦାସଙ୍କୁ। ସେଇ ରାଗରେ ସେ ଛକିଚିନି, ତତେ ଆମେ ମାରିବୁ। ସେଦିନ ଏକା ଦେଖିକିରି ଆମେ ଘରେ କେହି ନଥିଲୁ, ସେଇ ରଗରେ ତାଙ୍କୁ ଭୁସି ଦେଇଚିନି। ଆଉ ବାଡ଼ି କରୁଚିନି। ଆମେ ଆଇଲା ବେଳକୁ ମୁଁ ବି ଧରିବାକୁ ଗଲି, ତାଙ୍କ ଝିଅ କାଠ ଫାଳିଆରେ ବି ମୋତେ ପିଟି ପକେଇଲା। ଆମେ ଚାହୁଁଛୁ ମୋ ସ୍ୱାମୀକି ନ୍ୟାୟ ଦରକାର। ସେମାନେ ବି ଏବେ ବାହାରେ ବୁଲୁଛନ୍ତି, ପୋଲିସ କୌଣସି ଆକ୍ସନ୍ ନେଉନି। ତେଣ୍ଟା ଭୁସି ଦେଇକି ପଳେଇଛନ୍ତି କୁଆଡ଼େ। ଆଉ ତାଙ୍କ ଝିଅ ଯିଏ ଇତିଶ୍ରୀ ଦାସ ଆଉ ତାଙ୍କ ସ୍ତ୍ରୀ ଯିଏ ମୋ ବଡ଼ ବୋଉ ଲକ୍ଷ୍ମୀପ୍ରିୟା ଦାସ, ସିଏ ସେଇଠି ଅଛନ୍ତି। ସିଏ ବି ତାଙ୍କ ଝିଅ ବି ଗୋଟେ କାଠ ଫଳିଆ ଧରିକି ମୋ ବୋଉକୁ ବି ଚଢ଼ି ଆସୁଥାଏ କି ସିଏ କ'ଣ ପଡ଼ିଛି, ତତେ ବି ବାଡ଼େଇକିରି ଏଇଠି ପକେଇଦେବି। ମୁଁ ଅଟକେଇବାରୁ ସେଠୁ ଗାଁ ଲୋକ ବି ପାଟିତୁଣ୍ଡ ବେଳେ ସେତେବେଳେ ପଳେଇ ଆସିଥିଲେ।
ତାପରେ ଆମ୍ବୁଲାନ୍ସ ଆସିବା ବି ଡେରି ହେଲା କଲ୍ କଲା ବେଳକୁ ସେଠୁ ଆମେ ଗୋଟେ ପ୍ରାଇଭେଟ୍ ଗାଡ଼ିରେ ତାଙ୍କୁ ନେଇ ନିଶ୍ଚିନ୍ତ କୋଇଲି ଗଲୁ। ନିଶ୍ଚିନ୍ତ କୋଇଲି ଫେରେଇ ଦେଲେ ସେଠୁ କଟକ ବଡ଼ ମେଡ଼ିକାଲ ନେଇକି ଯାଇଥିଲି। ଚାହୁଁଛି ମୋ ବାପାଙ୍କୁ ନ୍ୟାୟ ମିଳୁ। ଆଜି ସିଏ ଜୀବନ ମରଣ ସହ ଲଢ଼ୁଛନ୍ତି। ଘରେ ଥିଲେ ଆମେ ମିଶିକି ଥାଆନ୍ତୁ। କିଛି ନାହିଁ, ଏ ସମ୍ପତ୍ତି ବି ଆମର ନୁହଁ, କେବଳ ମାନେ ଠାକୁରଙ୍କର ସମ୍ପତ୍ତି। ଆମେ କେବଳ କରିବୁ, ସେବା କରିବୁ, ଖାଇବୁ। କିନ୍ତୁ ସିଏ ଯେହେତୁ ସିଏ ଯାହା ସାନ ଭାଇ ଆଉ ବଡ଼ ଭାଇ ଯିଏ ମୋ ବଡ଼ ବାପା ଆଉ ଦାଦା, ସେମାନେ ତ ଦାୟିତ୍ୱ ନେଇପାରୁନାହାନ୍ତି ବୋଲି ଗାଁ ଲୋକ ମିଶିକିରି ଗୋଟେ ମିଟିଂ ବସେଇ ମୋ ବାପାଙ୍କୁ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ସେମାନଙ୍କର ସେଇ ରାଗଟା ରହୁଛି। ମୁଁ ତ ଚାହୁଁଛି ସେମାନଙ୍କୁ ଆରେଷ୍ଟ କରୁ, ଘଟଣା ତଦନ୍ତ ହଉ, ସେମାନଙ୍କୁ ଦଣ୍ଡ ମିଳୁ। ଆଜି ମୋ ବାପା ଯେଉଁ କଷ୍ଟ ପାଉଛନ୍ତି ତା ପାଇଁ ସେମାନେ ଜେଲ୍ ଯାଆନ୍ତୁ। ତେବେ ନେମାଳ ଥାନାରେ କେସ୍ ନମ୍ବର 64/2026 ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି ନେମାଳ ଥାନା ଅଧିକାରୀ। ତେବେ ଏ ଘଟଣାକୁ 3 ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ଉକ୍ତ ଘଟଣାରେ ହସ୍ତକ୍ଷେପ କରିଛନ୍ତି ହ୍ୟୁମାନ୍ ରାଇଟ୍ସ ଅଧିକାରୀ। ସେ ଆମର ଜଣେ ରାଜକିଶୋର ଦାସ ବୋଲି ଆମ ଡିପାର୍ଟମେଣ୍ଟର ଲୋକ, ଆମର ଇଣ୍ଟରନ୍ୟାସନାଲ ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡରରେ ସେ ମେମ୍ବର ଅଛନ୍ତି। ତାଙ୍କୁ ତାଙ୍କ ଭାଇ ମାରିକିନା ତେଣ୍ଟା ମାରି ଦେଇଛନ୍ତି, ଯାହାଫଳରେ କି 3 ଦିନ ହେଲାଣି ତାଙ୍କ ମିସେସ୍ ରାଜକିଶୋର ଭାଇଙ୍କ ମିସେସ୍ ଯିଏ ସେ ଦେଇଥିଲେ ଏଫଆଇଆର୍, କିନ୍ତୁ ଏପର୍ଯ୍ୟନ୍ତ ତାକୁ ଆରେଷ୍ଟ କରାଯାଇନି। ଆଉ ତାଙ୍କ ପରିବାର ବି ସୁରକ୍ଷିତ ନୁହେଁ। ସେ ତାଙ୍କୁ ଓଲଟା ଗାଳିଗୁଲଜ କରୁଛି। ତାଙ୍କ ମିସେସ୍ ଆଉ ତାଙ୍କ ପୁଅ ଘରେ ଅଛନ୍ତି। ସେଥିପାଇଁ ଆମେ ଥାନାକୁ ଆସିଥିଲୁ ପଚାରିବାକୁ କ'ଣ ହେଇଛି। ଆଉ ସେକେଣ୍ଡ ଅଫିସର ମ୍ୟାଡ଼ାମ୍ ଥିଲେ, ସେ କହିଲେ ଯେ ଆମେ ଆ ବିଷୟରେ ଟିକେ ଭୁଲ ହେଇଯାଇଛି, ଏପଟରେ ଆମେ ଅଛୁ ତ, ଆଉ 2-3ଟା କେସ୍ ଥିଲା, ସେଥିପାଇଁ ଆମେ କରିପାରୁନୁ, ଆମେ ଇମିଡ଼ିଏଟ୍ କେସ୍ ସଲ୍ଭ କରିବୁ। ତାପରେ ଆଇଆଇସିଙ୍କ ସହିତ ଆଇଆଇସି ନଥିଲେ, ଯାଇଛନ୍ତି ସାର୍ କେଉଁଠିକି ଡ୍ୟୁଟିରେ। ସାର୍ ବି କହିଲେ ଯେ କଲ୍ରେ କଥା ହେଲି, ସାର୍ କହିଲେ ନାଇଁ ମ୍ୟାଡ଼ାମ୍ ଆପଣ ବ୍ୟସ୍ତ ହୁଅନ୍ତୁନି, ଆମେ ଇମିଡ଼ିଏଟ୍ ଏ କେସ୍ଟା ସଲ୍ଭ କରିଦେବୁ, ଆଉ ଆମେ ତାକୁ ଆରେଷ୍ଟ କରିବୁ। ଆଉ ଆଜି ଭରସା ନେଇକି ଯାଉଛୁ, ଯେହେତୁ ସାର୍ କହିଛନ୍ତି ଯେ ଆରେଷ୍ଟ କରିବ ବୋଲି। ଆରେଷ୍ଟ କରିବେ ଯଦି ତ ଠିକ୍ ଅଛି, ଯଦି ଆରେଷ୍ଟ ନ କଲେ ପୁଣି କାଲିକି ଆସିବି। ଆଉ ସେ କିନ୍ତୁ ଭରସା ଦେଇଛନ୍ତି ଆରେଷ୍ଟ କରିବ ବୋଲି, କିନ୍ତୁ 3 ଦିନ ହେଲାଣି ନା, ସେଥିପାଇଁ ଆମେ ଆସିଥିଲୁ। 3 ଦିନ ହେଲା ପରେ ଆଜି ତାଙ୍କ ପରିବାର ସୁରକ୍ଷିତ ନୁହନ୍ତି। ତାଙ୍କ ସ୍ତ୍ରୀ ପୁଅକୁ ଯଦି ମାରିଦେଲେ ତାହେଲେ କ'ଣ କରାଯିବ? ଆମର ଦାବି ତାକୁ ଆରେଷ୍ଟ କରାଯାଉ। ସାଲେପୁରରୁ ଜ୍ୟୋତ୍ସ୍ନାରାଣୀ ସିଂଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।